ଆବ୍ଲୁସ୍ କାଠ। ଆପଣମାନଙ୍କୁ ବୋଧେ ଆଶ୍ଚର୍ଯ୍ୟ ଲାଗୁଥିବ। ହଁ, ଗୋଟିଏ କାଠର ନାଁ ହେଉଛି ଆବ୍ଲୁସ୍। ଥରେ ଜଣେ ବ୍ୟକ୍ତି ଏହି ଆବ୍ଲୁସ୍ କାଠର ଖଣ୍ଡିଏ କାଠ ବାଡ଼ିକୁ ଛୁରୀରେ ଖୋଳି ସେଥିରେ ଗୋଲ ଗୋଲ କଣା କରୁଥିଲେ ଓ ଚାଞ୍ଚି ଚିକ୍କଣ କରୁଥିଲେ। ବାଡ଼ିଟି ସେଥିପାଇଁ ବଡ଼ ବ୍ୟସ୍ତ ହୋଇ ସେହି ବ୍ୟକ୍ତିଙ୍କୁ ବାରମ୍ବାର ଅଭିଯୋଗ କରିବାକୁ ଲାଗିଲା। କିନ୍ତୁ ବ୍ୟକ୍ତି ଜଣକ ସେଥିପ୍ରତି ତିଳେ ମାତ୍ର କର୍ଣ୍ଣପାତ ନ କରି ନିଜ କାମ କରି ଚାଲିଥିଲେ। ଏହି ଆବ୍ଲୁସ୍ କାଠ ବଂଶୀ ତିଆରି କରିବା ପାଇଁ ସବୁଠାରୁ ଉପଯୁକ୍ତ ଏବଂ ବ୍ୟକ୍ତି ଜଣକ ସେହି କାଠ ଖୋଳି ଆଉ କଣା କରି ଏକ ବଂଶୀ ତିଆରି କରୁଥିବାରୁ ବାଡ଼ିଟିର ତିକ୍ତ ଅଭିଯୋଗ ପ୍ରତି ମୋଟେ ଧ୍ୟାନ ଦେଉନଥିଲେ। ପରିଶେଷରେ ଛୁରୀରେ ଖୋଳୁ ଖୋଳୁ ବ୍ୟକ୍ତି ଜଣକ ଉତ୍ତର ଦେଇ କହିଲେ, ଆରେ ହେ କ୍ଷୁଦ୍ର କାଠ, ଏହି ସମସ୍ତ ହଣାହଣି ଆଉ କଟାକଟି ନ ହେଲେ ତୁ ସବୁଦିନ ପାଇଁ ଏହି କାଠ ରୂପେ ହିଁ ରହିଥିବୁ। ବର୍ତ୍ତମାନ ମୁଁ ତୋ ପ୍ରତି ଯାହା କରୁଛି, ମନେ ହେଉଛି ମୁଁ ତୋର ବିନାଶ ସାଧନ ପାଇଁ ଏସବୁ କରୁଛି। କିନ୍ତୁ ମନେ ରଖିଥା, ଏହାଦ୍ୱାରା ତୁ ଏକ ସୁଲଳିତ ବଂଶୀରେ ପରିଣତ ହେଉଛୁ। ତୋର ସୁମଧୁର ଧ୍ୱନି ଅନେକଙ୍କ ପ୍ରାଣରେ ଉନ୍ମାଦନା ସୃଷ୍ଟି କରିବ ଏବଂ ଅନେକ ଦୁଃଖୀ ହୃଦୟକୁ ସାନ୍ତ୍ୱନାରେ ଭରିଦେବ। ଆରେ ମୋର ସମସ୍ତ କଟାକଟି ଓ ଖୋଳାଖୋଳି କେବଳ ତୋର ନୂତନ ସୃଷ୍ଟି ପାଇଁ ଉଦ୍ଦିଷ୍ଟ, ଯେପରି ତୁ ଅନେକଙ୍କ ପାଇଁ ଆଶୀର୍ବାଦର ନିର୍ଝର ହେବୁ। ମୋର ପ୍ରିୟ ବନ୍ଧୁ, ଏହି ଗଳ୍ପଟିର ଅର୍ଥ ବଡ଼ ସୁସ୍ପଷ୍ଟ। ଯେଉଁ ବଂଶୀର ସୁମଧୁର ଧ୍ୱନି ସମସ୍ତଙ୍କୁ ବିମୋହିତ କରେ, ସେହି ବଂଶୀ ନିର୍ମିତ ହୁଏ ତୀକ୍ଷ୍ଣ ଛୁରିକା ସାହାଯ୍ୟରେ। ତା ପଛରେ ନିହିତ ଥାଏ ଶିଳ୍ପୀଙ୍କର ଏକ ମହାନ ଉଦ୍ଦେଶ୍ୟ, ଯେପରି ତାହା ସୃଷ୍ଟି କରିବ ସ୍ରଷ୍ଟାଙ୍କ ଉଦ୍ଦେଶ୍ୟରେ ପ୍ରଶଂସାର ସୁମଧୁର ଧ୍ୱନି। ପ୍ରିୟ ବନ୍ଧୁ, ପ୍ରଭୁ ଆମମାନଙ୍କୁ ରୂପାୟିତ କରୁଛନ୍ତି। ଆମମାନେ ଧୈର୍ଯ୍ୟ ଧରିବା ଏବଂ ତାଙ୍କ ଶାସନ ଦ୍ୱାରା ସେ ଆମ ଜୀବନରେ ଯେଉଁ କାର୍ଯ୍ୟ ସାଧନ କରୁଅଛନ୍ତି ତାକୁ ଆନନ୍ଦରେ ସ୍ୱାଗତ କରିବା। ସେଥିପାଇଁ ଈଶ୍ୱରଙ୍କ ବାକ୍ୟ କହେ, ଶାସନ ବର୍ତ୍ତମାନ ଆନନ୍ଦଜନକ ବୋଧ ନ ହୋଇ ଦୁଃଖଜନକ ବୋଧ ହୁଏ। ତଥାପି ଯେଉଁମାନେ ତଦ୍ୱାରା ଶିକ୍ଷାପ୍ରାପ୍ତ ହୋଇଅଛନ୍ତି, ତାପରେ ସେମାନଙ୍କୁ ଶାନ୍ତିର ଫଳସ୍ୱରୂପ ଧାର୍ମିକତା ପ୍ରଦାନ କରେ।